वाओ व्हाट ए नाइस एते स्पंजी आउ एते डेलीशियस केक ମୁଁ ତ କେବେ ବି ଖାଇ ନଥିଲି ଆଗରୁ। ତ ଏମିତି କିଛି କଥା ହେଲା କି ଯେମିତି ଆଜି ଘରେ କଥା ହେଉଥିଲା ଏମିତି କି କେକ୍ ବନେଇବାର ଅଛି। ତ ତେଣୁ ଆମେ ସାମାନ ସବୁ ଧରିକି ପଳେଇ ଆସିଲୁ ଆଉ କେକ୍ ପାଇଁ ଯାହା ଯାହା ସାମାନ ସବୁ ଏଠି ଦେଖେଇଦେଲି। ତ ତାପରେ ଆମେ ଏଠି ବିସ୍କିଟ୍କୁ ପାଉଡ଼ର୍ କରିକି ଏଠି ତା'ର ପୁରା ପ୍ରୋସେସ୍ ଆରମ୍ଭ କରିଦେଲୁ। ଦହି ଆଉ ତେଲକୁ ମିକ୍ସ କଲୁ। ତ ତାପରେ ଆମେ ଏଠି ମଇଦାକୁ ତା ସହ ଆଡ଼୍ କରିକି ହାଲକା ହାଲକା କ୍ଷୀର ଆଡ଼୍ କରିକି ତାକୁ ଆମେ ଗୋଳେଇବାରେ ଲାଗିଲୁ କି ଯେମିତି ବ୍ୟାଟର୍ଟା ପୁରା ଭଲସେ ତିଆରି ହେବ। ତାପରେ ପାଉଡ଼ର୍ ହେଇକି ଥିବା ବିସ୍କିଟ୍କୁ ତା ସହ ଗୋଳେଇଲୁ କାହିଁକିନା ଆମେ ନ୍ୟାଚୁରାଲ୍ କଲର୍ ୟୁଜ୍ କରିବା ପାଇଁ ଚାହୁଁଥିଲୁ ଆଉ ଟେଷ୍ଟ ବି ସେମିତି ନ୍ୟାଚୁରାଲ୍ ହେବା ଦରକାର ଥିଲା। ତା ସହ ଇନୋ ଆଉ କିଛି କ୍ଷୀର ମିଶାଇକି ଆମେ ତାକୁ 15 ମିନିଟ୍ ରେଷ୍ଟରେ ଛାଡ଼ି ଦେଇଥିଲୁ। ତାପରେ ଆମେ ଏପଟରେ ତା'ର କ୍ରିମ୍ ପାଇଁ ଚକୋଲେଟ୍ ନେଇଥିଲୁ, ଚକୋଲେଟ୍ କ୍ରିମ୍ ବନେଇଥିଲୁ। ଗୋଟେ ଗରମ ପାଣିରେ ତାକୁ ରଖିକି ତାଟିଆରେ ତାକୁ ଆମେ ବନେଇଥିଲୁ। ଏମିତି ଦେଖନ୍ତୁ କେତେ ଡେଲିସିୟସ୍ ହେଇଛି। ତାପରେ ଆମେ କଢ଼ାକୁ ଏମିତି ଗରମ କରି ନେଇଥିଲୁ। ତାପରେ ଏଇ ତାଟିଆରେ ଆମେ ବ୍ୟାଟର୍ ଦେଇକି ତାକୁ ଆମେ ହାଲକା ଭାବରେ ରଖିଦେଲେ ନେଇକି ଦେଖନ୍ତୁ। ତାପରେ ଢାଙ୍କଣା ଲଗାଇଦେଲେ ଆଉ 30ରୁ 35 ମିନିଟ୍ ପରେ ଆମେ ଚେକ୍ କଲା ବେଳକୁ ଆମର କେକ୍ଟି ପୁରା ରେଡ଼ି ହେଇଯାଇଛି ଦେଖନ୍ତୁ। ତାପରେ ଆମେ ତାକୁ କେମିତି ସେଇ ଚକୋଲେଟ୍ କ୍ରିମ୍ରେ ତାକୁ ଆମେ ସଜାଇ ଦେଇଥିଲୁ। ତାପରେ ଆକୁ ସାଇଜ୍ କରିକି ଆମେ ପିସ୍ କରି କାଟି ନେଇଥିଲୁ। ଦେଖନ୍ତୁ କେତେ ଡେଲିସିୟସ୍ ହେଇଛି। ଦେଖିଲା ବେଳକୁ ତ ପାଟିରୁ ଲାଳ ହିଁ ଗଡ଼ି ପଡ଼ୁଛି। ତ ଦେଖନ୍ତୁ କେତେ ସ୍ପଞ୍ଜି ଆଉ କେତେ ବ୍ୟୁଟିଫୁଲ୍ ହେଇଛି କେକ୍ଟା। ତ ଚାଲନ୍ତୁ ଖାଇକି ଟେଷ୍ଟ କରିବା ଆଉ ଦେଖିବା କେମିତି ଲାଗୁଛି। ୱାଓ ହ୍ୱାଟ୍ ଏ ନାଇସ୍, କେତେ ସୁନ୍ଦର ହେଇଛି କେକ୍ଟା।